सीता देह रखी तते घोड़ाइबा मारी हे मो भणजा लंकेश्वर मामू तते कहुअछि जाहा हे मो भणजा भणजा मारिछो माया रूप धरी तुपसी घरवना माया रूप धरी तुपसी घरवना तुरे खाई जाक देबू रख हेलो कोण हे मो भणजा लंकेश्वर मामू तते कहुअछि जाहा हे मो भणजा भणजा मारिछ तापर मु कौन करी जानिछ अरे जति होई मो मारिया जीवी जति होई मो मारिया जीवी भिक्षा दियंते सीता हरि मुआ निधि हे मो भणजा लंकेश्वर मामू तते कहुअछि जाहा हे मो भणजा हाँ ये कौन कहे चलते बाबू सुने मारी चबीरा धीरे कहे उत्तर सुन सुन मो वचन लंकेश्वर मारी मामो हाँ ये लंकारी समस्ते अपन को महाराज लंकेश्वर बोली कहु हाँ ये लंकार मते समस्ते महाराज लंकेश्वर बोली कहंती भणजा किंतु से लंकेश्वर पुणी घर अरण्य मध्य बुलुवा जड़े सन्यासी नारी को आने जाऊ हाँ किंतु मामू से नारी सामान्य नारी नु जाने भणजा जहाँ को अपन सामान्य जन बोली भावुछंती मामू से सामान्य जन नुहे मामू अरे मु जाने नुहे सामान्य जन दशरथ नंदन धन सर करे धरी फुलाई बना मोर बचन घेन आहे लंकराजन लेउटाई बाहिनी कौन भणजा ये जो पुष्पक जान आपण आसी जान को ले लंका को बाहिनी अंत मामू भल हम आपणकर मंगल माया मृग नहिबी तार पासे न जीवी मामू पासे न जीवी मुंडिया कंगले निश्चय प्राण हारिबी मामो मन मन दसान नहीं कदापि न कर सीता हरण सुनिश्चित दसान नहीं पितृ सत्य पाली बन को आसी पितृ सत्य पाली बन को आसी साथे नहीं भजा भाई लक्ष्मण मन मन दर्शन नहीं
ମାମୁଁ ହଁ ମୁଁ ତ ଭାବୁଛି ମାମୁଁ ଇଏ ବୁଦ୍ଧି ଆପଣଙ୍କୁ ଯିଏ ବା ଦେଇଛି ମାମୁଁ ସେ ନିଶ୍ଚିତ ଭାବରେ ଆପଣଙ୍କର ଶତ୍ରୁ ହିଁ ହୋଇଥିବ ଭଣଜ ନହେଲେ ଇଏ ବୁଦ୍ଧି ଆପଣଙ୍କୁ ଦେଇନଥାନ୍ତା ମାମୁଁ ରାବଣ ବାଣୀ ଶୁଣିଲା ବୀର ଧୀରେ କହେ ମାରି ଚୁର ଏ ବୁଦ୍ଧି ତତେ କିଏ ଦେବାକୁ ପତେ ମାମୁଁ ମରିଚ ସେ ଜାଣ ସେ ଶତ୍ରୁ ତୋହର ହେ ରାଜନ ରାମ ସଙ୍ଗେ ବିବାଦ ନ କରିବାଟା ହିଁ ଆପଣଙ୍କ ପକ୍ଷରେ ଭଲ ରହିବ ମାମୁଁ ନିଶ୍ଚୟ କରିବି ଭଣଜ ରାମ ସଙ୍ଗେ ବିବାଦ ନ କର ଆରେ ନିଶ୍ଚୟ ବିବାଦ କରିବି ସ୍ୱର୍ଗ ମର୍ତ୍ୟ ପାତାଳରେ ତାଙ୍କୁ ଜିଣିବାର ଶକ୍ତି କାହାର ନାହିଁ ମାମୁଁ ମତେ ବି ସ୍ୱର୍ଗ ମର୍ତ୍ତ ପାତାଳ ଜିଣିବାର କାହାର ଶକ୍ତି ନାହିଁ ଜିଣି ପାରେ ତିନି ପୁରା ମୁଁ ବି ଜିଣିପାରେ ତିନି ପୁର ମାମୁଁ ହଁ ମନେ ଅଛି ମାମୁଁ ଶିବଧନୁ ଭଗ୍ନ କାଲେ ମିଥିଲାରୁ ଡରି ପଳାଇଲୁ ପରା ରାଜନ ଡରେ ପଳାଇଲୁ ପରା ବୀର ହେ ରାଜନ ମାମୁଁ ଆପଣ କହୁଛନ୍ତି ମୁଁ ବି ତ୍ରିପୁରା ବିଜୟୀ ମୁଁ ବି ତ୍ରିପୁରା ବିଜୟୀ ଲଙ୍କେଶ୍ୱର ରାବଣ ଏଇ କିଛି ଦିନ ପୂର୍ବରୁ ଜନକ ମହାରାଜ ମିଥିଳାର ନିମନ୍ତ୍ରଣ କରିଥିଲେ ଶିବଧନୁ ଭଗ୍ନ କରିବା ପାଇଁ ନିମନ୍ତ୍ରଣ କରିଥିଲେ ସେହି ନିମନ୍ତ୍ରଣ ରକ୍ଷା କରି ଆପଣ ଯାଇଥିଲେ ମିଥିଳାକୁ ଶିବଧନୁ ଭଗ୍ନ କରିବା ପାଇଁ ମୁଁ ଯାଇଥିଲି ସେହି ମିଥିଳାପୁର ଧନୁ ଭାଙ୍ଗିବା ଦୂରର କଥା ମାମୁଁ ଧନୁ ଦେଖିକି ଆପଣ ଡରିକି ପଳାଇ ଆସିଥିଲେ ଲଙ୍କାକୁ ଆଉ ମୁଁ କାହିଁକି ଡରିବି ମାମୁଁ ମୁଁ ଶିବଧନୁକୁ ଦର୍ଶନ କରିବା ପାଇଁ ଯାଇଥିଲି ଦର୍ଶନ ଶିବ ହେଉଛି ମୋର ଇଷ୍ଟ ଦେବତା ତୁ କେମିତି ଜାଣିଲୁ ଏହି ଲଙ୍କେଶ୍ୱର ରାବଣ ମାମୁଁ ଶିବଧନୁକୁ ଡରିକି ପଳେଇ ଆସିଲା ବୋଲି ମୂର୍ଖ ମାମୁଁ ତାହେଲେ ଆପଣ ଶିବଧନୁକୁ ଦର୍ଶନ କରିବା ପାଇଁ ଯାଇଥିଲେ ମୁଁ ଦର୍ଶନ କରିବା ପାଇଁ ଯାଇଥିଲି ଯାହାକୁ ଆପଣ ଦର୍ଶନ କରିବା ପାଇଁ ଯାଇଥିଲେ ସେଇ ଧନୁକୁ ଭାଙ୍ଗିଲା କିଏ ଜାଣିଛନ୍ତି କିଏ ଭାଙ୍ଗିଲା ସେଇ କଥା ପଚାରୁନ ସେ ହୁ ଶ୍ରୀରାମ ଧନୁ ଭାଙ୍ଗିଲା ପରଶୁରାମ ଧନୁକୁ ଛୁଇଁବାର କାହାର ଶକ୍ତି ନାହିଁ ମା ପରଶୁରାମ ଧନୁକୁ ଧଇଲା କଣ କହିବି ଭଣଜା ଯିଏ ମତେ 10 ମାସ ଗର୍ଭରେ ଧରି ଗର୍ଭ ଧାରଣ କରିଥିଲା ମୋ ମା ଇଏ ମୋ ଭଉଣୀ ତାରକ ତାର କଣ ହୋଇଛି ଭଣଜା ମାରିଛ ସେ ଆଉ ନାହିଁ ମାମୁଁ ଆଉ ନାହିଁ ଆରେ କଣ ହୋଇଛି ମାରିଦେଲା ସେହି ଭଣଜା ମାରିଛ ଯାର ମା ନଥିବ ସିଏ ଜାଣିବ ମା ନଥିଲେ କଣ ମୁଁ ମୋ ମାକୁ ହରାଇ ସାରିଛି ମାମୁଁ ମାରିଦେଲା ସେହି ରାମଚନ୍ଦ୍ର ସେହି ରାମଚନ୍ଦ୍ର ମାରିଦେଲ ମାକୁ ମାରି ମୋ ଭାଇକୁ ମଧ୍ୟ ମାରିଦେଲା ସେହି ରାମଚନ୍ଦ୍ର ସୁବାହୁକୁ ମଧ୍ୟ ମାରିଦେଲ ସେହି ରାମଚନ୍ଦ୍ର ଭଣଜା ମାରିଛ କି ସୁବାହୁ ମାରିନ ହାବୁଡ଼ା ସରେ ମତେ ଉଡ଼ାଇଲା ରାଜନ ମୋ ଭାଇକୁ ମାରି ମୋ ପରି ମାରିଛ ଅସ୍ତ୍ରକୁ ସାମାନ୍ୟ ସ୍ୱରେ ଉଡେଇ ଦେବା ଇଏ କଣ ଭଣଜା ମାରିଛ ସାମାନ୍ୟ ମାନବ ଦ୍ୱାରା ହେଇପାରିବ ମାମୁଁ ତୁମର ମାତା ଭ୍ରାତା ଦୁହିଁଙ୍କୁ ମଧ୍ୟ 14,000 ବଳ
ଗର୍ଜନ ସକଳ ତୁମ୍ଭ ଅମ୍ଭ ଦୁହିଁଙ୍କର ସେ ଅଟଳି ବୈରୀ କିପରି ମାରିବା ତାକୁ କର ସେ ଉପାୟ ଭରାଯାଅ। ଅସମ୍ଭବ ମାମ, ତା ସହିତ ଯୁଦ୍ଧ କରିବା ଅସମ୍ଭବ ମାମ। ମୁଁ ଯାଇଥିଲି ମାମ ତା ସହିତ ଯୁଦ୍ଧ କରିବା ପାଇଁ, କିନ୍ତୁ ସାମାନ୍ୟ ସ୍ୱରେ ମୋ ପରି ମାରିଚ ଅସୁରକୁ ଉଡେଇ ଦେଲା ସେହି ରାମଚନ୍ଦ୍ର ମାମ। ନା ମାମ ନା, ଆପଣ ଯାଆନ୍ତୁନି ମାମ, ଆପଣ ଲଙ୍କାକୁ ବାହୁଡି ଯାଆନ୍ତୁ ମାମ, ଭଲ ହବ। ମୁଁ ନ ଯିବି ତାହାର ପାଶକୁ ମାମ, ତୁମ୍ଭେ ଫେରି ଯାଅ ମନ୍ଦିରକୁ। ସଦା ଶିବ ମନେ ତୁ ନ କର, କାଳକୁ ଡରି ଚମକିବାକୁ ହେ ରାଜନ। ଯାହାକୁ ଆପଣ ଭକ୍ଷଣ କରିବା ପାଇଁ ଯାଉଛନ୍ତି ମାମ, ସେଇ ନାରୀ କାଲକୋଟରୁ ଆହୁରି ବିଷାକ୍ତ। ଆପଣ ଯାଆନ୍ତୁନି ମାମ, ଆପଣ ଲଙ୍କାକୁ ବାହୁଡି ଯାଆନ୍ତୁ, ବାହୁଡି ଯାଆନ୍ତୁ। ଭଣଜ ମାରିଛ ମାମ ଆସ ଭଣଜ ଶୁଣି ଯାଅ। କୁହନ୍ତୁ ମାମ। ତୁମ୍ଭଙ୍କୁ ଏହି ଲଙ୍କ ମଧ୍ୟରେ ଅର୍ଦ୍ଧେକ ଲଙ୍କ ଏବଂ ମୁଣ୍ଡକୁ ସ୍ୱର୍ଣ୍ଣ ମୁକୁଟ, ଦେହକୁ ପାଟଲୁଗା ମଧ୍ୟ ଉପହାର ଦେବି ଭଣଜ। ତୁମେ ନିଶ୍ଚୟ ଯିବାକୁ ପଡିବ ଭଣଜ। ସୁବର୍ଣ୍ଣର ଅର୍ଦ୍ଧେକ ଲଙ୍କା, ହଁ ଦେହକୁ ଦେବ ପାଟ ଲୁଗା, ହଁ ଭଣଜ ପାଟଲୁଗା, ମୁଣ୍ଡକୁ ଦେବ ସୁବର୍ଣ୍ଣର ମୁକୁଟ। ହଁ ନାଇଁ ନା ମାମ ଭକୁଆ, ନାଇଁ ନା, ଗଲେ ତ ମରିବି, କଣ କରିବି ସୁବର୍ଣ୍ଣର ଅର୍ଦ୍ଧେକ ଲଙ୍କା, କଣ କରିବି ଦେହକୁ ପାଟ ଲୁଗା, କଣ କରିବି ସୁବର୍ଣ୍ଣର ମୁକୁଟ। ନା ମାମୁ ନା, ପର ସ୍ତ୍ରୀ ହରଣ କରିବା ମହାପାପ, ଏ ଅନ୍ୟାୟ ମାମ। ମୁଁ ଆପଣଙ୍କୁ ସହଯୋଗ କରିପାରିବିନି ମାମ। ମାରିଚ ବଚନ ଶୁଣି କହିର ବଡ଼ ରାବଣ, ମୂର୍ଖ ମୋର ବଚନ ତୁକ ଆରେ ବଡ଼ ବୀର ସୁର ପଡ଼େ ନିନ୍ଦା କରି ଅସୁର କରୁଛ। ମୂର୍ଖ ମାରିଛ ତୁକାର ବଚନ ମତେ ପାଖିର କହୁଛୁ ରେ ରେଳ ମୂର୍ଖ ପସନ୍ଦ କେଡ଼େ ତୁ ଅଜ୍ଞାନ ଭାଙ୍ଗିଦେବି ତୁ କପଲ କରୁଛୁ ମୂର୍ଖ ପସନ୍ଦ କେଡ଼େ ତୁ ଅଜ୍ଞାନ আরে তিরিপুর পরাক্রম চারু নাহির মূর্খ পছন্দ এতে বলি খরালাকু এতে বিচ্ছ পানি বিচ্ছ পানি নহলে তো হাতি দিয়ে খাড়ি রে
ধ্যানে সদা শিব তুহ মারিচ সুর অসুর অনন্ত মৃগ হইল অনন্ত মৃগ হইল বিলম্বন করি অতি শীঘ্র চালি যাও খাও ନଗଲେ ନିଶ୍ଚିତ ଭାବରେ ମୋ ମାମୁଁ ମତେ ଛାଡ଼ିବନି ବାରିଦବ। ମୁଁ ଜାଣିଛି କେବେ ହେଲେ ବିଶ୍ୱାସ କରି ହବନି ଇଏ ଖଣ୍ଡା ଧରିବା ଲୋକ ନଖ ଧରିବା ପ୍ରାଣୀ ଏମାନେ ଯାହା ଚାହାନ୍ତି ତାହା ହିଁ କରନ୍ତି। କଣ ଆଉ କରିବି ଜାତ ଯେ ହୋଇଛି ସଂସାର ମରଣ ଧ୍ରୁବତି ତାହାର सीताराम 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 राधे श्याम राधे श्याम राधे श्याम মধ্যমণ্ডলে দেহ বহি দেবতা হেলে মরাই सीताराम 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 राधे श्याम राधे श्याम राधे श्याम কীট পতঙ্গ সরীসৃপ ঠাରୁ ভগবান পর্যন্ত এই মর্ত্যরে জন্ম হেলা মাত্রে মৃত্যু সুনিশ্চিত। কিন্তু কিন্তু ମୁଁ ଆଜି ଜାଣି ଶୁଣି ମରିବାକୁ ଯାଉଛି। ଏବେ କହୁଥିଲେ ସହୋଦର ଭଣଜା ଏବେ କହୁଛନ୍ତି ତତେ ମାରିବି। ନିଜ ରକ୍ତ ମଧ୍ୟ ଶତ୍ରୁ ହବାକୁ ଯାଉଛି। ଆଉ ବିଶ୍ୱାସ କରି ହବନି ନିଜ ରକ୍ତକୁ ମଧ୍ୟ। ହଁ ନ ମାନିଲେ ତ ମୋ ମାମୁଁ ମତେ ମାରିଦେବ। କିନ୍ତୁ ସେ ପଟକୁ ଗଲେ ମଧ୍ୟ ରାମଚନ୍ଦ୍ର ଧନୁ ଧରି ବସିଛନ୍ତି। ସେ ମଧ୍ୟ ଛାଡ଼ିବେନି ମତେ ମାରିଦେବେ। ଏପଟେ ନ ଗଲେ ମାରିବ ମୋ ମାମୁଁ, ସେପଟକୁ ଗଲେ ମାରିବେ ରାମଚନ୍ଦ୍ର। ଏପଟେ ରାବଣ, ସେପଟେ ରାମଚନ୍ଦ୍ର। ଏ ଦୁହିଁଙ୍କ ହାତରେ ମୋ କାଳ। କଣ କରିବି? ଗଲେ ମଧ୍ୟ ମରିବି, ନ ଗଲେ ମଧ୍ୟ ମରିବି। ହେଲେ ଯୋଉଠି ମୋର ମଲା ପରେ ମଧ୍ୟ ଯୋଉଠି ଲାଭ ଅଛି ତାକୁ ମତେ ଦେଖିବାକୁ। ଅତିଷ୍ଠ ରାବଣ ହସ୍ତରେ ମରି କାହିଁକି ମୁଁ ନରକକୁ ଯିବି? ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ହସ୍ତରେ ମରି କାହିଁକି ମୁଁ ସ୍ୱର୍ଗଗାମୀ ନ ହେବି? हे प्रभु दीन बांधव समस्त को तो काढ़ी नहीं गल प्रभु मो माँ को नहीं गल मो भाई को नहीं गल मोर ये संसार किए अच्छी प्रभु मत भी नहीं जाओ प्रभु आपण चरण रे टिके स्थान दे दियो प्रभु दीन बांधव मते आपण हरिणिया मते आपण हरिणिया सबु काढ़ी नहीं कांगाल सजाई सबु काढ़ी नहीं कांगाल सजाई श्री चरण स्तन दिया मत आपण दिया मत आपण दिया
ଦିନ ମତେ ଆପଣାର କରିଦିଅ ପ୍ରଭୁ, ମତେ ଆପଣାର କରିଦିଅ। ହଁ, ତାହେଲେ କାହିଁକି ଆଉ ବିଳମ୍ବ କରିବି? ମୋ ମାମୁଙ୍କ କଥା ମାନେ ମତେ ଯିବାକୁ ହିଁ ହେବ ଏବଂ ପ୍ରଭୁଙ୍କ ହସ୍ତରେ ମରି ମତେ ମୁଖ୍ୟ ହେବାକୁ ହିଁ ହେବ। ତାହେଲେ ଯିବି। ଏତେ ମନେ ବିଚାରିଲା ମଣିଷ ବିଚାରିଲା ଆନନ୍ଦେ ଶିରେ କରନେଲା ভজরে মন সীতারাম জপরে মন রাধে শ্যাম ভজরে মন সীতারাম জপরে মন রাধে শ্যাম সংসারে থিব যেতে দিন আনন্দ করিথিব মন ভজরে মন সীতারাম জপরে মন রাধে শ্যাম কইলা ধন্য যদি না ধন্য যদি না তে প্রসন্ন ভগবান ভজরে মন সীতারাম জপরে মন রাধে শ্যাম ভজরে মন সীতারাম জপরে মন রাধে শ্যাম ভজরে মন সীতারাম জপরে মন রাধে শ্যাম ଏ ନିଶ୍ଚିତ ଭାବରେ ଭଗବାନଙ୍କ ଇଚ୍ଛାରେ ମୁଁ ଯାଉଛି। ତେଣୁକରି ପୂର୍ବେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମତେ ନ ମାରି ଈଶ୍ୱରେ ଉଡେଇ ଦେଇଥିଲେ, କିନ୍ତୁ ଏଇ ସୁଯୋଗକୁ ଆଉ ହାତ ଛଡା କରିବିନି। କେଡ଼େ ସୌଭାଗ୍ୟର ଦିନ ଆଜି ମୋର ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବି। କେଡ଼େ ସୌଭାଗ୍ୟର ଦିନ ଆଜି ମୋର ପ୍ରଭୁଙ୍କ ପଛେ ମୁଁ ଗୋଡେଇବା କଥା, ଆଜି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଧନୁ ଧରି ମୋ ପଛେ ଗୋଡେଇବେ। এই সুযোগ মিলিবনি। হ্যাঁ হ্যাঁ, এই সুযোগ মিলিবনি। তাহলে মতে ଯିବାକୁ ହିଁ ହବ। ମୋ ମାମୁଙ୍କ କଥା ମତେ ମାନିବାକୁ ହବ। ଯିବି ଯିବି ଯିବି। ସୁର ମାମୁଲଙ୍କର ଜନ ମାୟା ମୃଗ ହୋଇ ଯିବି ମୁଁ ଜାଣା। ସୁର ମାମୁଲଙ୍କର ଜନ ମାମୁ ସୀତା ହରିଆଣି କରିବ ଘରଣୀ ସୀତା ହରିଆଣି କରିବ ଘରଣୀ ତୋ କାର୍ଯ୍ୟ ବିଫଳ ନୋହିବ ଜାଣ। ମାମୁଲଙ୍କର ଜନ ମାମୁ ଆପଣ ତ ଜାଣିଛନ୍ତି ମାମୁ ମୁଁ ବହୁତ ମାୟା ଜାଣ। ତମେ ବହୁତ ମାୟା ଜାଣ। ଦେଖ ମାମୁ ଏବେ ଗୋଟେ ରୂପ ଧାରଣ କରୁଛି। ଏଇ ଦେଖ ମାମୁ, ଇଏ ଦେଖ ମାମୁ ଇଏ କେମିତି ବାଜିବ। এই দেখো মামু ଏମିତି ଅନେକ ରୂପ ମୁଁ ଧାରଣ କରିପାରେ। ମୁଁ ଜାଣେ ହେଉଛି ମାରିଚ ଅସୁର। ଅନେକ ରୂପ ଧାରଣ କରିପାରେ। ସୁବର୍ଣ୍ଣର ହସ୍ତି କହିଥାନ୍ତେ ମାମୁ ହେବା ପାଇଁ ପ୍ରସ୍ତୁତ ଅଛି। ସୁବର୍ଣ୍ଣର ବାଘ କହିଥାନ୍ତେ ମାମୁ ହେବା ପାଇଁ ପ୍ରସ୍ତୁତ ଅଛି। ସାମାନ୍ୟ କନକ ମୃଗ ପାଇଁ କନକ ମୃଗ ପାଇଁ ହୋଇବି କନକ ମୃଗ ଯିବି ରାମ ପାଶ। ମୋହଠାରେ କୋପତୁନ କାହିଁକି କୋପ କରିବି ଭଳଦା? ତୁମେ ପରା ମୋର ସହୋଦର ଭଳଦା, ମୁଁ କାହିଁକି କୋପ କରିବି?
ଆଉ କୋପ କରନ୍ତୁନି ମାମୁଁ। ହଁ ଭଣଜା କାହିଁକି କଣ କରିବି? ଯାହା କହିବେ ତାହା ହେବା ପାଇଁ ପ୍ରସ୍ତୁତ ଅଛି। ହଁ ଏଇଠି ଯୋଉ ମାଡି ଦେଲେ ନା ମାମୁଁ, ଏଇଟା ଟିକେ ଦରଜ ହଉଛି। କିଛି ହବନି ଭଣଜା। ହଉ ମାମୁଁ, ତାହେଲେ ମୁଁ ଏବେ ଯାଉଛି ମାମୁଁ, ଆଦେଶ କରନ୍ତୁ। ତମର ମଙ୍ଗଳ ହେଉ ଭଣଜା। ମୋର ମଙ୍ଗଳ ହଉ ବା ନ ହଉ, ତୋର କିନ୍ତୁ ଅମଙ୍ଗଳ